ନମସ୍କାର, ଜୟ ଜଗନ୍ନାଥ। ଆଜି ସକାଳୁ ସକାଳୁ ମୁଁ ମାଣ୍ଡିଆ ଯାଉ କରିଦେଇଥିଲି। ହଜବେଣ୍ଡକୁ ନେଇକି ଗୋଟେ ଗ୍ଲାସ୍ ଦେଇଦେଲି, ତାପରେ ପୁଅକୁ ନେଇକି ହାଫ୍ ଗ୍ଲାସ୍ ଦେଲି। ସେ ତ ବେଶୀ ପିଇବନି, ଆଉ ମୁଁ ଗୋଟେ ଗ୍ଲାସ୍ ନେଇକି ପିଇଦେଲି। କାହିଁକିନା ଆମ ସମସ୍ତଙ୍କୁ ଥଣ୍ଡା ହେଇଥିଲା, ଆଉ ସମସ୍ତଙ୍କୁ କାଶ ବି ହେଉଛି ପ୍ରବଳ। ତେଣୁ ପେଟ ଥଣ୍ଡା ରଖିବା ପାଇଁ ମୁଁ ଆକୁ ମାଣ୍ଡିଆ ଯାଉ କରିଦେଇଥିଲି। ସକାଳୁ ପିଇ ସାରିଲା ପରେ ଛୁଇଁ ଆଳୁ କାଟି ଦେଇଥିଲି। ଆପଣମାନେ ମୋ ଭଏସ୍ରୁ ଜାଣିପାରୁଥିବେ ମୋତେ ଥଣ୍ଡା ହେଇକି ମୋ ପୁରା ତଣ୍ଟି ବସିଯାଇଛି। ଯେତେ ଦେହ ଖରାପ ହଉ ଯାହା ହଉ ରୋଷେଇ ତ କରିବାକୁ ପଡ଼ିବ। ଆମ ସ୍ତ୍ରୀ ଲୋକଙ୍କ ଜୀବନରେ ରୋଷେଇ ଯେତେ ଦେହ ଖରାପ ହେଲେ ବି ରୋଷେଇ ଯେମିତି ହେଲେ କରିବାକୁ ପଡ଼ିବ। ଛୁଇଁ ଆଳୁ କାଟି ସାରିଲା ପରେ ମୁଁ ସୋରିଷକୁ ବାଟି ଦେଇଥିଲି। ତାକୁ ଦେଇକି ସୋରିଷ ବଟା ମୁଁ ତାକୁ ଫୁଟାଇବା ପାଇଁ ଛାଡ଼ିଦେଲି। ଦେଖନ୍ତୁ ଟିକେ ପାଣି ମରିଗଲା ପରେ ତାକୁ ତାୱାରେ ମୁଁ ଭାଜିଦେଲି। ଟିକେ ସୋରିଷ ତେଲ ଦେଇକି ଭାଜି ଦେଇଛି। ମୁଁ ସେମିତି ସବୁବେଳେ ଛୁଇଁ ଆଳୁ ଭଜା କରି ସୋରିଷ ଦେଇକି, ଆଉ ଅଲଗା ପ୍ରକାର ବି କରନ୍ତି, କିନ୍ତୁ ମୋତେ ଏମିତି କରେ ସୁବିଧା ହୁଏ। ତାପରେ ସେଇ ତାୱାରେ ମୁଁ ବାଦାମକୁ ଟିକେ ଭାଜିକି ତା ଚୋପା ଛଡ଼େଇ ଦେଲି। ତାପରେ ଶାଗ, ଗାଁରୁ ଅଳ୍ପ ଯୋଡ଼େ ଶାଗ ଆଣିଥିଲି, ସାଙ୍ଗେ ସାଙ୍ଗେ ଶାଗକୁ ଧୁଆ ଧୋଇ କରି ରଖିଦେଲା ପରେ ଶାଗକୁ ଭାଜିଦେଲି। ଶାଗକୁ ଭାଜି ସାରିଲା ପରେ ମୁଁ ତରକାରୀ କରିବି ବୋଲି ମସଲାକୁ କଷିଦେଲି। ଆଉ ଯେଉଁ ବାଦାମକୁ ଭାଜିକି ରଖିଥିଲି ତାକୁ ଗ୍ରାଇଣ୍ଡ କରି ତାର ପେଷ୍ଟଟା ଦେଇଦେଲି ତରକାରୀରେ। ଆପଣ ଥରେ ଏମିତି କରନ୍ତୁ। ଆଉ ଏଥିରେ ଚାରମଗଜ କାଜୁ ଦେବା ଦରକାର ନାହିଁ। ଏଇ ତରକାରୀରେ ମୁଁ ଏଇଟା ପନିର ତରକାରୀ କରୁଛି। ଏ ତରକାରୀରେ ଏଇ ଚିନାବାଦାମ ପେଷ୍ଟଟା ଦିଅନ୍ତୁ, ବଢ଼ିଆ ଟେଷ୍ଟ ଲାଗିବ। ତାପରେ ଛୋଲେ ମଟରକୁ ସିଝେଇକି ପ୍ରେସର କୁକର ରଖିଦେଇଥିଲି, ତାକୁ ପକାଇଦେଲି। ପକାଇକି 2-3 ମିନିଟ୍ କଷିଲା ପରେ ପାଣି ଦେଇଥିଲି, ଗରମ ପାଣି। ତାପରେ ଗରମ ପାଣି ଟିକେ ଫୁଟି ଆସିଲା ପରେ ପନିର ପକାଇଦେଲି। ଆଉ ଏତେ ଡେରି ହେଇଯାଇଥିଲା ଯେ ଆଉ ଭିଡ଼ିଓ କରିପାରୁନି, ଖାଲି ତରକାରୀ ଫୁଟୁଥିବା ବେଳେ ଆପଣମାନଙ୍କୁ ଭିଡ଼ିଓ ଦେଖାଇ ଦେଇଛି। ଯଦି ଭିଡ଼ିଓ ଭଲ ଲାଗୁଛି ତାହେଲେ ପ୍ଲିଜ୍ ଲାଇକ୍ କରିବେ, କମେଣ୍ଟ କରିବେ। ରହୁଛି, ନମସ୍କାର।